एते सारा खाଇବା खाଇବା आगରୁ ଭିଡ଼ିଓଟା ଦେଖିଦେବା ଆସନ୍ତୁ ଆରମ୍ଭରୁ। ଆଜି ଆସିଥିଲା ରୂପଚାନ୍ଦି ମାଛ, ତ ତା ସହିତ ମିଳିଥିଲା କଙ୍କଡ଼ା ଆଉ ଗୋଟେ ପାଣି ଆଖିଆ ମାଛ ଫ୍ରି, ଯାହାକୁ ମୋ ବୋଉ ଭଲ ଭାବରେ କାଟିକି ଧୋଇ ଦେଇଥିଲା। ସେଥିରେ ମୁଁ ଲୁଣ ହଳଦୀ ଗୋଳେଇକି ଭାଜିବା ଷ୍ଟାର୍ଟ କରିଦେଇଥିଲି। କଡ଼େଇଟା ଟିକେ ଗରମ ହେଇଗଲା ପରେ ଏତିକି ତେଲରେ ଦେଖନ୍ତୁ ସବୁତିକ ମାଛ ମଧ୍ୟ ମୁଁ ଭାଜି ଦେଇଥିଲି, କାରଣ ଏଇଟା ତେଲନ୍ତିଆ ମାଛ, ଏଥିରେ ବହୁତ ତେଲ ବାହାରେ। ତ ଏଇଠି ମୁଁ ସବୁତିକ ମାଛ ଭାଜି ଦେଇଥିଲି। ଆଉ ଏଇଠି ବଳକା ମାଛରେ ମୁଁ ଲୁଣ ହଳଦୀ ଗୋଳେଇ ଦେଇଥିଲି। କିଛି ମାଛ କଞ୍ଚା ଥିଲା, କିଛି ମାଛ କଡ଼େଇରେ ଥିଲା, ଆଉ କିଛି ପଖାଳ ସହିତ ଖାଇବା ଯାଇଥିଲା। ତାପରେ ଏଇଠି ମୁଣ୍ଡ ଭାଜି ଦେଇଥିଲି। ତାପରେ ଭାଜିଥିଲି ପାଣି ଆଖିଆ ମାଛ, ଯାହାକୁ ମୁଁ ସାଇଡ଼ରେ ରଖିଦେଇଥିଲି। ଶେଷରେ କରିଥିଲି କଙ୍କଡ଼ାକୁ କିଛି ସମୟ ଭଲ ଭାବରେ ଭାଜିଥିଲା ପରେ ମୁଁ ଏଥିରେ ଭାଜିଥିଲି ଆଳୁ, କାହିଁକିନା ମୋତେ କଙ୍କଡ଼ା ଆଳୁ ତରକାରୀ କରିବାର ଥିଲା। ତ ମଝିରେ ମଝିରେ ଚୁଲି ଟିକେ ମଧ୍ୟ ଜାଳୁଥିଲି। ତାପରେ ଏଇଠି ଦେଖନ୍ତୁ ତରକାରୀ ପାଇଁ ମୁଁ ଏଇଠି ମସଲା କଷିଥିଲି, ଯେଉଁଥିରେ ପିଆଜ, ଟମାଟୋ, ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ, ଜିରା, ଧନିଆ, ଲଙ୍କା ପାଉଡ଼ରକୁ ଭଲ ଭାବରେ କଷି ଦେଇଥିଲି। ତାପରେ ମୁଁ ଏଥିରେ ପକାଇଥିଲି କଙ୍କଡ଼ା ଆଳୁ, ଯାହାକୁ ମୁଁ କିଛି ସମୟ ପାଇଁ ଭଲ ଭାବରେ କଷିଦେଲା ପରେ ଦେଇଥିଲି ପାଣି, କାହିଁକିନା ମୋତେ ସିଝେଇବାର ଥିଲା ତରକାରୀ। ଆଳୁଟା ଭଲ ଭାବରେ ସିଝି ଯାଇଥିଲା, ତରକାରୀ ମଧ୍ୟ ରେଡ଼ି ହେଇଯାଇଥିଲା। ଏଇଠି ମୁଁ ଗୋଟେ ଅଲଗା ଜାଗାକୁ କାଢ଼ି ଦେଇଥିଲି। ତାପରେ ପାଣି ଆଖିଆ ମାଛକୁ ସୋରିଷ ମସଲା ଆଉ ଆମ୍ବୁଲ ଦେଇ ଗୋଟେ ପରଫେକ୍ଟ ଝୋଳ ବନେଇ ଦେଇଥିଲି। ତାପରେ ସରିଯାଇଥିଲା ମୋର ରୋଷେଇ। ଶେଷରେ କରିଥିଲି ପ୍ଲେଟିଂ, ଯେଉଁଥିରେ ନେଇଥିଲି ଭାତ, କଙ୍କଡ଼ା ଆଳୁ ତରକାରୀ, ସୋରିଷ ବାଟଣ ତରକାରୀ, ରୂପଚାନ୍ଦି ମାଛ, ପିଆଜ, ଲେମ୍ବୁ, ଆଉ ମୋର ପ୍ଲେଟିଂ ଶେଷ। ଏବେ କୁହନ୍ତୁ କେମିତି ଲାଗିଲା?